କାହାକୁ ବି ଆଉ ଆକ୍ସେପ୍ଟ କରିପାରିବିନି, କାହିଁକିନା ନିର୍ଦ୍ଧାରିତ ସମୟରୁ ଯଦି ଫେରେ ଆପଣ ପହଞ୍ଚନ୍ତି ମୁଁ ଆପଣଙ୍କୁ ଆକ୍ସେପ୍ଟ କରିପାରିବିନି। ଓକେ, ଆଚ୍ଛା ହଉଛି କଣ ଆମେ ପଢିବା ଅଛି ଏଣ୍ଡୁରାନ୍ସ। ଓକେ, ଆଚ୍ଛା ପିଲାମାନେ ପ୍ରଥମ କଥା ହଉଛି ଏଣ୍ଡୁରାନ୍ସ କଣ? ଏଣ୍ଡୁରାନ୍ସ ଅର୍ଥ ହଉଛି କଣ? ସହନଶୀଳତା। ଟିକେ କିଛି ମନେ ପଡୁଛି? କଣ ମନେ ପଡୁଛି ସାର୍? ନା ହାଲକା ଟିକେ କିଛି ମନେ ପଡୁଛି? ଏଇ ଯୋଉ ଶବ୍ଦଟା ନୁହେଁ ନା, ଏଇ ଯୋଉ ଶବ୍ଦଟା, ଏଇ ଯୋଉ ଲେଖା ହେଇଛି ଯୋଉ ଶବ୍ଦଟା, ଏଇ ଶବ୍ଦଟା ଟିକେ ମନେ ପଡୁଛି କିଛି? ମାନେ କଣ କହିଲ? କହିଥିଲି ଏଇ ଶବ୍ଦଟା କୋଉଠି ବ୍ୟବହାର କରିବ? କୋଉଠି ନା ସେଇଠି ଫାଟିକ୍, ଯୋଉଠି କ୍ଲାନ୍ତ ଲେଖା ହେଇଥିବ ତାର ବିପରୀତ ଶବ୍ଦଟା ଏଇଟା ବୋଲି ଆପଣ ମାନେ ଜାଣିଛନ୍ତି। ବା ଯୋଉଠି ଫାଟିକ୍, ଯୋଉଠି FATIGUE ଯୋଉଠି ଲେଖା ହେଇଥିବ, ତାହେଲେ ତାର ମାନେ କଣ? କିଛି ତାହେଲେ କିଛି ତାରି ଉପରେ କିଛି କଥାବାର୍ତ୍ତା ହଉଛି ବୋଲି ତାହେଲେ ଏଟା ଫାଟିକ୍ ଲେଖା ହେଇଛି ହେଲା। ହଉ ଠିକ ଅଛି, ବହୁତ ବଢିଆ। ଆମେ ଆଜି ପଢିବା ଏଣ୍ଡୁରାନ୍ସ ସହିତ ଗଲେ। ଆଚ୍ଛା ହଉ, ବର୍ତ୍ତମାନ ଆସିଲା, ବର୍ତ୍ତମାନ ଆମେ ଏଣ୍ଡୁରାନ୍ସ କୁ ଯିବା। ପ୍ରଥମ କଥା ହଉଛି ଏଣ୍ଡୁରାନ୍ସ ହଉଛି ଆପଣଙ୍କର କଣ? ଥକା ସ୍ଥିତିରେ କାର୍ଯ୍ୟର ଦକ୍ଷତାକୁ, ଆମର ମତଲବ କଣ ନା ଆମେ ଟିକେ ଥକା ଲାଗୁଛି ଆମକୁ, ଯଦି ଥକା ଲାଗିଗଲା, ଥକା ଲାଗିବା ପରେ ମଧ୍ୟ ଆମେ ଗୋଟେ କାର୍ଯ୍ୟ ଜାରି ରଖିଲେ, କାହା ବଳରେ ଜାରି ରଖିଲେ? ଆମ ଭିତରୁ ଶକ୍ତି ଯୋଗେଇଲା ଜାରି ରଖିଲେ। ସପୋଜ ଧରିନିଅ ଆପଣଙ୍କୁ କହିଲି 10 କିଲୋମିଟର ଆପଣଙ୍କୁ ଯିବାକୁ ପଡିବ ହେଲା, ଏଇଟା ହଉଛି 10 କିଲୋମିଟର ଏଣ୍ଡ। ଆପଣ ଏଇଠୁ ବାହାରିଲେ, ଆପଣ ଯେତେବେଳେ ଏଇଠୁ ବାହାରିଲେ ଆପଣଙ୍କୁ ଠିକ ଏଇଠି, ସପୋଜ ଗୋଟେ ଉଦାହରଣ ଦଉଛି, ଏଇଠି କାହାକୁ କ୍ଳାନ୍ତ ଲାଗିଲା, କାହାକୁ ଏଉଠୁ କ୍ଳାନ୍ତ ଲାଗିଲା, କାହାକୁ ଏଉଠୁ କ୍ଳାନ୍ତ ଲାଗିଲା ହେଲା, ତାହେଲେ ଆପଣଙ୍କୁ ଏଉଠୁ କ୍ଳାନ୍ତ ଲାଗିଲା। ଆଚ୍ଛା, ଯେତେବେଳେ ଲାଗିଲା, ଆପଣଙ୍କୁ କ୍ଳାନ୍ତ ଲାଗିଲା ପରେ ଆପଣଙ୍କୁ ଆପଣଙ୍କର ଟାସ୍କ ଧରିନିଅ 10 କିଲୋମିଟର ଦିଆ ହେଇଛି, ଯେହେତୁ ଟାସ୍କ କମ୍ପ୍ଲିଟ ନ ହେଇନାହିଁ, ଆପଣ ଥକା ଲାଗୁଥିଲେ ମଧ୍ୟ ଆପଣ ଟାସ୍କରେ ବା ଆପଣଙ୍କୁ ଯୋଉଟା କାମ ଦିଆ ହେଇଛି ସେ କାମରେ ଆପଣ ଜାରି ରଖିଲେ କାର୍ଯ୍ୟକୁ। କିଏ ଜାରି ରଖିଲା? କିଏ ସାହାଯ୍ୟ କଲା? ଆପଣଙ୍କ ଭିତରୁ ଗୋଟେ ଏନର୍ଜି ସାହାଯ୍ୟ କଲା। ସେଇ ଯୋଉ ଲୋକଟା ସାହାଯ୍ୟ କଲାନି, ସେଇ ଲୋକର ନାଁ ହଉଛି କଣ ନା ଏଣ୍ଡୁରାନ୍ସ ବାବୁ। ଓକେ, ଆଚ୍ଛା ସେଇ କଥା ଏଠି ଓଡିଆରେ ଇଂଲିଶରେ ମଧ୍ୟ ଲେଖିଦେଲା, ଆବିଲିଟି ଟୁ କିପ୍ ଅନ୍ ଡୁଇଂ ଏକ୍ସରସାଇଜ ଅଣ୍ଡର ଦ କଣ୍ଡିସନ ଅଫ ଫାଟିଗ। ଦେଖ ଏ କଥା ଲେଖା ହେଇଛି ଏଠି, ହେଇ ବାବୁ ଲେଖା ହେଇଛି। ହଉ ଆମେ ନେକ୍ସଟ କୁ ଯିବା। ଏହା ହଉଛି ଦି ପ୍ରକାର, ଗୋଟେ ହଉଛି ନେଚର ଅଫ ଆକ୍ଟିଭିଟିଜ, ଗୋଟେ ହଉଛି କଣ ନା ନେଚର ଅଫ ଆକ୍ଟିଭିଟିଜ, ଗୋଟେ ହଉଛି ଡ୍ୟୁରେସନ ଅଫ ଆକ୍ଟିଭିଟିଜ। ଦେଖ ନେଚର ଅଫ ଆକ୍ଟିଭିଟିଜ, ଗୋଟେ ହଉଛି ଡ୍ୟୁରେସନ ଅଫ ଆକ୍ଟିଭିଟିଜ। ପ୍ରଥମେ ଆମେ ନେଚର ଅଫ ଆକ୍ଟିଭିଟିଜ ଟା ପଢିବା ହେଲା। ନେଚର ଅଫ ଆକ୍ଟିଭିଟିଜ, ନେଚର ଅଫ ଆକ୍ଟିଭିଟିଜ ହଉଛି ତିନି ପ୍ରକାର, ଯେମିତି କି ବେସିକ ଏଣ୍ଡୁରାନ୍ସ, ଆଉ ଗୋଟେ ହଉଛି କଣ ଜେନେରାଲ ଏଣ୍ଡୁରାନ୍ସ, ଆଉ ଗୋଟେ କଣ ସ୍ପେସିଫିକ ଏଣ୍ଡୁରାନ୍ସ। ପିଲାମାନେ ପ୍ରଥମ କଥା ହଉଛି ଆମେ ଯଦି ଦେଖିବା ବେସିକ ଏଣ୍ଡୁରାନ୍ସ, ଦେଖ ଏଠି ଲେଖା ହେଇଛି ବେସିକ ଏଣ୍ଡୁରାନ୍ସ। ପିଲାମାନେ ଆମେ ପ୍ରଥମ ଲେଖା ହେଇଛି ବେସିକ ଏଣ୍ଡୁରାନ୍ସ। ବେସିକ ଏଣ୍ଡୁରାନ୍ସ କଣ ନା ବେସିକ ଏଣ୍ଡୁରାନ୍ସ ଦେଖ ଲେଖା ହେଇଛି ଡେଲି ୱାର୍କ। ଆପଣ ଦୈନନ୍ଦିନ ଗତିବିଧି ପ୍ରକୃତିର ଅନୁସାରେ, ମାନେ ମତଲବ କଣ, ଆପଣ ଦୈନନ୍ଦିନ କାର୍ଯ୍ୟକୁ ଡେଲି ୱାର୍କ କରେ, ତା ଉପରେ ଗୋଟେ ଏଣ୍ଡୁରାନ୍ସ ଦିଆଯାଇଥାଏ। ଆଚ୍ଛା ସେଇଭଳିଆ ରନିଂ, ସୁଇମିଂ ଇଟିସି, ବା ଲଙ୍ଗ ଟାଇମ, ଯେମିତି କି ମୋର ଦେନ 30 କିଲୋମିଟର, ପ୍ରେଜେନ୍ସ ଅଫ ଅକ୍ସିଜେନ ପ୍ରେଜେଣ୍ଟରେ ଯୋଉ କାର୍ଯ୍ୟ ସବୁ କରାଯାଏ ତାକୁ ବେସିକ ଏଣ୍ଡୁରାନ୍ସ କହିବେ। ନର୍ମାଲ ସବୁ ଲୋକ ଗୋଟେ ପ୍ରକାର ଯେ ସବୁ କାର୍ଯ୍ୟ କରିଥାଏ ହେଲା। ଆଚ୍ଛା ସେଇଭଳିଆ ଗୋଟେ ମିନିଟ ପିଲାମାନେ, ସେଇଭଳିଆ ଜେନେରାଲ ବ୍ୟସ୍ତ ହବା ଦରକାର ନାହିଁ, ଆମେ ବୁଝିବା, ଭିତରକୁ ଯାଇ ବୁଝିବା। ଜେନେରାଲ ଏଣ୍ଡୁରାନ୍ସ ଭଳିଆ ଲେଖିଲା କଣ ଲଙ୍ଗ ଟର୍ମ ଡ୍ୟୁରେସନ, ଯେମିତି କି ବୋଥ ଆରୋବିକ ଆଣ୍ଡ ଆନାରୋବିକ। ଆଚ୍ଛା ଏକ୍ସରସାଇଜ ୟୁଜ୍ଡ ବୋଥ ଆରୋବିକ, ଆଉ ଆରୋବିକ ମତଲବ କଣ ପ୍ରେଜେନ୍ସ ଅଫ ଅକ୍ସିଜେନ, ଅକ୍ସିଜେନ ପ୍ରେଜେଣ୍ଟରେ ଯେଉଁ କାର୍ଯ୍ୟ କରାଯାଏ। ଆଉ ଆବସେନ୍ସ ଅଫ ଅକ୍ସିଜେନ ହଉଛି କଣ ଆନାରୋବିକ। ବୁଝି ହେଲା? ଆବସେନ୍ସ ଅଫ ଅକ୍ସିଜେନ ମାନେ ଅକ୍ସିଜେନ ର O2 ର ଅନୁପସ୍ଥିତିରେ, ଓଡିଆରେ ଲେଖିବ ଅନୁପସ୍ଥିତି ହେଲା, ସ୍ଥିତିରେ ଯେଉଁ ଏକ୍ସରସାଇଜ କରାଯାଏ ତାହାକୁ କଣ କହନ୍ତି ନା ଆନାରୋବିକ ଏକ୍ସରସାଇଜ। ଅନୁପସ୍ଥିତିରେ ମାନେ କଣ ଅକ୍ସିଜେନ, ଆବସେନ୍ସ ଅଫ ଅକ୍ସିଜେନ। ଆଚ୍ଛା ପ୍ରେଜେନ୍ସ ଅଫ ଅକ୍ସିଜେନ ମାନେ କଣ O2, ଆରୋବିକ। ଏଇ କଥାଟା କୁହାଯାଏ ଆରୋବିକ। ଆରୋବିକ ପ୍ରେଜେନ୍ସ ଅଫ ଅକ୍ସିଜେନ, ପ୍ରେଜେନ୍ସ ଅଫ ଅକ୍ସିଜେନ ଟାକୁ ଆପଣ କଣ କହନ୍ତି ନା ଯାହା ଅକ୍ସିଜେନ ର O2 ବା ଅକ୍ସିଜେନ ର ଉପସ୍ଥିତିରେ ଯେଉଁ ଏକ୍ସରସାଇଜ କରାଯାଏ, ତାହାକୁ କଣ କୁହାଯାଏ ନା ଆନାରୋବିକ ଏକ୍ସରସାଇଜ କୁହାଯାଏ। ଯେମିତି କି ଆପଣଙ୍କୁ ଦେଲା ଏଠି ଦେଖନ୍ତୁ, ଦେଖନ୍ତୁ
ଯେମିତି କି ଆପଣ ଲଙ୍ଗ ଟାଇମ ଯୋଉ କୌଣସି କାର୍ଯ୍ୟ, ପିଲାମାନେ ପ୍ରଥମ କଥା ହଉଛି ଆମେ ଏଇଠି ଟିକେ ଜୁମ କରିକି ଏଇଠି ଟିକେ ଆମେ ଆଲୋଚନା କରିଦେବା ପିଲାମାନେ ଆରବିକ କଣ ଆଣ୍ଡ ଆନାରବିକ କଣ। ଏଇତ କଥା, ଏଇଟା ଆପଣଙ୍କୁ ଡାଉଟ ରହୁଥିବ ଆରବିକ କଣ ଆଉ ଆନ ଆରବିକ କଣ। ପିଲାମାନେ ପ୍ରଥମ କଥା ହଉଛି ଆରବିକ, AEROBIC, ବଢିଆ ଜିନିଷଟା ଦେଖ ହେଲା। ଆରବିକ ପିଲାମାନେ, ଆରବିକ ଆରବିକ ଅର୍ଥ କଣ, ଆପଣ ମାନେ ବିପିଏଡ ହଉ କି ଆପଣଙ୍କର ସିପିଏଡ ହଉ କି ଏମପିଏଡ ହଉ, ଯେକୌଣସି ହଉ, ଏଇ ଆଜି ବର୍ଷା ହଉଛି କୁଆଡେ ଯିବନି, ଜିମ୍ନାସିୟମକୁ ଆସିବ, ସବୁ ଆରବିକ ଏକ୍ସରସାଇଜ ହବ। ଆରବିକ ମତଲବ କଣ, ପ୍ରେଜେନ୍ସ ଅଫ ଅକ୍ସିଜେନ, ଅକ୍ସିଜେନ ବା ଅମ୍ଳଜାନ ଉପସ୍ଥିତିରେ ଯେଉଁ ଏକ୍ସରସାଇଜ କରାଯାଏ ତାହାକୁ ଆରବିକ ଏକ୍ସରସାଇଜ କରାଯାଏ। ଯେମିତି କି ଆରବିକ, ଯେମିତି କି ଆପଣ ଅକ୍ସିଜେନ ନେଇପାରୁଥିବେ, ଅକ୍ସିଜେନ ବୁଝ ଜିନିଷକୁ, ତାପରେ ତମ ମନ ଭିତରେ ଯୋଉ ଗୋଟେ କୋଶ୍ଚେନ ଆସିବ ମୁଁ ସେ କୋଶ୍ଚେନର ଉତ୍ତର ବି ଦେବି, କିଛି ବ୍ୟସ୍ତ ହବା ଦରକାର ନାହିଁ, ସେ କୋଶ୍ଚେନକୁ ନିଜେ ମଧ୍ୟ ପରିପ୍ରକାଶ କରିବି। ଆଚ୍ଛା ପିଲାମାନେ, ଗୋଟେ କଥା ହଉଛି ଆରବିକ। ଆରବିକ ହଉଛି କଣ ନା, ଆରବିକରେ ଗୋଟେ କଥା ମନେ ରଖିଥିବ, ଯୋଉ ସବୁ ଅକ୍ସିଜେନ ଅଧିକ ମାତ୍ରାରେ ମିଳୁଥିବ ତାହାକୁ ଆପଣ କହିବେ କଣ, ଆରବିକ। ହେଲା, ସେ କଥାଟା ମୁଣ୍ଡରେ ପୁରାଅ କି ପ୍ରେଜେନ୍ସ ଅଫ ଅକ୍ସିଜେନ, absence of oxygen, ମୁଁ କହିଲି ପ୍ରେଜେନ୍ସ ଅଫ ଅକ୍ସିଜେନ ଆରବିକ, absence of oxygen ଆନାରବିକ। କିନ୍ତୁ ଏବେ ସେପଟ ପୃଷ୍ଠାକୁ ଲଉଟେଇକି ସେପଟ ପୃଷ୍ଠାକୁ ଚାଲ। ଗୋଟେ କଥା ହଉଛି କଣ, ଯେଉଁଠାରେ 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 କଣ ହେଇଛି ନା, ଯେଉଁଠାରେ ଅକ୍ସିଜେନ ଅଧିକ ମାତ୍ରାରେ ଅଧିକ ମାତ୍ରାରେ ଅଧିକ ମାତ୍ରାରେ ଅଧିକ ମାତ୍ରାରେ ଥାଏ, ତାହାକୁ ଯେଉଁ ଯେଉଁ ଏକ୍ସରସାଇଜ ସବୁ ଅଧିକ ମାତ୍ରାରେ ବ୍ୟବହାର ହୁଏ, ଅଧିକ ମାତ୍ରାରେ ଅକ୍ସିଜେନ ବ୍ୟବହାର ହୁଏ, କୋଉ କୋଉ ଏକ୍ସରସାଇଜରେ ନା, ଠିକ କଥା କହିଛ, ଲଙ୍ଗ ଟର୍ମରେ, ଲଙ୍ଗ ଟର୍ମ ଏକ୍ସରସାଇଜ, ଯେମିତି କି ଆପଣ କହିପାରିବେ ସାର୍, ଯେମିତି କହିପାରିବେ ଯେମିତି କି ଆପଣ କହିପାରିବେ କେତେ ନା 5 କିଲୋମିଟର, 10 କିଲୋମିଟର, ହଁ 20 କିଲୋମିଟର, ଯେମିତି କି ଆପଣ କହିପାରିବେ ମାରାଥନ ରେସ୍, ସାର୍ ମାରାଥନ ରେସ୍ ମାରାଥନ ରେସ୍, ଯେମିତି କି ମାରାଥନ ରେସ୍ ତ ତାର କେତେ 42.195 କିଲୋମିଟର, ଯୋଉଟା ଆପଣ କହନ୍ତି ମାରାଥନ ରେସ୍ ର ରେକର୍ଡ ଅଛି। ଆଚ୍ଛା, ମାରାଥନ ରେସ୍, ଏସବୁ କଣ ଲଙ୍ଗ ଟର୍ମ ଏକ୍ସରସାଇଜ, ଅକ୍ସିଜେନ ଯୋଉଠି ଅଧିକ ମାତ୍ରାରେ ବ୍ୟବହାର କରୁଥିବ। ଯେମିତି କି ଆପଣ କଣ ଲେଖିଲା ନା, ଏଇଠି ଦେଖନ୍ତୁ ଲେଖିଲା ଅକ୍ସିଜେନ ଅଧିକ ମାତ୍ରାରେ କୋଉଠି ସବୁ ଲେଖା ହଉଥିବ, ଦେଖନ୍ତୁ ଲେଖିଲା ସୁଇମିଂ, ରନିଂ, ୱାକିଂ, ଏଇ ସବୁ ଜିନିଷ ହେଲା। ଇଏ ହଉଛି ଆରବିକ। ଆନାରବିକ କଣ, ଆନାରବିକ ପିଲାମାନେ ଆପଣ ସାଙ୍ଗେ ସାଙ୍ଗେ ଉତ୍ତର ଦେବେ ସାର୍ absence of oxygen ନା, ଆଉ ଆପଣ ଯୋଉ କହୁଛନ୍ତି absence of, ABSEN, absence of oxygen, absence of oxygen also known as anaerobic, ହଁ ଠିକ, କିନ୍ତୁ ସେଟାକୁ ଯଦି ମୁଁ ଆନ୍ସର ଦିଏ ନା, ସେଟା ଠିକ କେତେ ପରସେଣ୍ଟ ହବ ନା, ସେଟା ଆପଣଙ୍କର ଆପ୍ରୋକ୍ସିମେଟଲି 85% ଠିକ ହବ ଆନ୍ସର। କିନ୍ତୁ ତାପରେ ମଧ୍ୟ ଯଦି ଆଉ ଗୋଟେ ଆନ୍ସର ଥିବ, କଣ ଥିବ ନା, ଅକ୍ସିଜେନ ବ୍ୟବହାର ହବ କିନ୍ତୁ ବହୁତ କମ ଅକ୍ସିଜେନ ବ୍ୟବହାର ହବ, ତାହେଲେ ଯଦି ଏଇ ଉତ୍ତରଟା ରହିଲା, ତାହେଲେ ନିଶ୍ଚିତ ଭାବରେ କଣ ହବ, ସେଇ ଆନ୍ସରଟା ଠିକ ହବ। କାହିଁକି ସାର୍, ଦେଖନ୍ତୁ ଆପଣ କହିଲେ ଯେ କଣ ନା, ଅଧିକ ମାତ୍ରାରେ ଅକ୍ସିଜେନ ଯୋଉଠି ବ୍ୟବହାର ହବ ସେଇଠି କଣ କଲେ ନା, ଅଧିକ ମାତ୍ରାରେ ଯୋଉଠି ଅକ୍ସିଜେନ ବ୍ୟବହାର ହବ ସେଇଠି ଆପଣ କଣ କଲେ ନା, ଆରବିକ। ତାହେଲେ କମ ମାତ୍ରାରେ ଯୋଉଠି ଅକ୍ସିଜେନ ବ୍ୟବହାର ହବ ସେଇଟା ହଉଛି ଆନାରବିକ। ଓବିୟସଲି ଯେମିତି କି ଆପଣଙ୍କର 50 ମିଟର ଡ୍ୟାସ, ଯେମିତି କି 100 ମିଟର ଡ୍ୟାସ, ଯେମିତି 200 ମିଟର, ଯେମିତି କି ଆପଣଙ୍କର 400 ମିଟର, ଯେମିତି କି 800 ମିଟର, ଏଠି ଏସବୁ ହେଇପାରିବ ନା, ହେଇପାରିବ, ଠିକ କଥା କହିଛନ୍ତି, ଏସବୁ ହେଇପାରିବ, ନିହାତି ଭାବରେ ସାର୍ ହେଇପାରିବ। ଆଚ୍ଛା ମୋର ଗୋଟେ କ୍ୱେଶ୍ଚନ, ବାବୁ ଆମେ ଯେତେବେଳେ 50 ମିଟର ଦୌଡୁ କି 800 ମିଟର ଦୌଡୁ, ତା ଭିତରେ ଯେତିକି ରହିଲା ଆପଣ ଅକ୍ସିଜେନ ଜମା ବ୍ୟବହାର ହୁଏନି। ସାର୍ ଅକ୍ସିଜେନ ଆପଣ କହିଲେ ନା ସାର୍ ଜମା ବ୍ୟବହାର ହୁଏନି। ଆଚ୍ଛା ଯଦି ଅକ୍ସିଜେନ ଜମା ଟୋଟାଲ ଜମା ବ୍ୟବହାର ନ ହଉଛି, ତାହେଲେ ଲୋକଟା କଣ ମରିଯିବ? ନିଶ୍ଚିତ ଭାବରେ। ତେଣୁକରି ଆମେ କମ ମାତ୍ରାରେ, ବହୁତ କମ, କମ ନୁହଁ ବହୁତ କମ, ସେଟା ଲେଖିବେ ବହୁତ କମ ହେଲା, ବହୁତ 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 କମ ମାତ୍ରାରେ ହେଲା, ମାତ୍ରାରେ ବହୁତ କମ ମାତ୍ରାରେ ଯୋଉ ଅକ୍ସିଜେନ ବ୍ୟବହାର ହୁଏ, ଏଇଟା ମନେ ରଖ। ମାନେ ଆପଣ ଦି ପ୍ରକାର ଅପସନ ଦେବେ, ଗୋଟିଏ ହଉଛି ମାନେ ମୁଁ ଏଇଟା ଲେଖୁଛି ପ୍ରେଜେନ୍ସ ଅଫ ଅକ୍ସିଜେନ also known as Arabic, AE। ଆଚ୍ଛା ତାହେଲେ absence of oxygen ସମାନ କଣ, ଆନାରବିକ ହେଲା। ଆଚ୍ଛା ଠିକ ଅଛି, ଏ ଆନ୍ସର ଠିକ, ମୁଁ ମନା କରୁନି, ଏ ଆନ୍ସର ଠିକ। କିନ୍ତୁ ଯଦି ଆପଣ ଦେଲା ତା ଭିତରେ ଅପସନ ଦେଲା କଣ ନା, ଆରବିକ ଆନାରବିକ also known as absence of oxygen
anaerobic also known as less amount of oxygen use କୋଉଟା ଆନ୍ସର ହବ ନା less amount of oxygen use ଆନ୍ସର ହବ ନିହାତି ଭାବରେ। ମୁଁ ଆପଣଙ୍କୁ ଗୋଟେ କଥା ଆଜି କହୁଛି ଦେଖନ୍ତୁ, ସପୋଜ ଧରନିୟ ଗୋଟେ କଥା ଉତ୍ତର ଏଇଟା ୟୁଜ କରିବେ। ସପୋଜ ଧରନିୟ ଏକ ମାନେ ମୁଁ ଗୋଟେ ଚିଠି ଦେଲି, ଚିଠିଟିଏ ଜଣଙ୍କ ପାଖକୁ ଦେଲି, କାହା ପାଖକୁ ନା ମୁଁ ଧରିନିୟ ଦେଲି ପାଖକୁ 8 ନମ୍ବର ବ୍ୟକ୍ତି ପାଖକୁ ଚିଠି ଲେଖୁଛି। ଆଚ୍ଛା, କିନ୍ତୁ ମୋ ପାଖରେ ପ୍ରେଜେଣ୍ଟ 8 ନମ୍ବର ବ୍ୟକ୍ତି ନାହିଁ, କିଏ ଅଛି ନା ମୋ ପାଖରେ ପ୍ରେଜେଣ୍ଟ ଅଛି 7 ନମ୍ବର ବ୍ୟକ୍ତି, 9 ନମ୍ବର ବ୍ୟକ୍ତି, ଆଉ 3 ନମ୍ବର ବ୍ୟକ୍ତି, 10 ନମ୍ବର ବ୍ୟକ୍ତି। ଆମେ କାହାକୁ କାହା ହାତରେ ଚିଠି ଦେଲେ ଯାଇ ପହଞ୍ଚିଯିବ କୋଉଠି ନା ଆପଣଙ୍କର 8 ନମ୍ବର ପାଖରେ? ଆପଣ କହିବେ ସାର୍ 7 ନମ୍ବର ପାଖକୁ ଦେଲେ ପହଞ୍ଚିଯିବ। ସେଇଭଳିଆ କଥା ମୁଁ କହୁଛି। କାହିଁକି 3 ନମ୍ବରକୁ ଦେଲେ ପହଞ୍ଚିବନି? 3 ନମ୍ବର ଠାରୁ 8 ନମ୍ବର ଘର ହଉଛି ସାର୍ 10 କିଲୋମିଟର କି 5 କିଲୋମିଟର, ସେ ଏତେ ବାଟ ଯିବ ନା ସାର୍? ଯିବନି। ଯଦି ହେଲା ସେ କଣ କରିବ ନା 7 ନମ୍ବର ପିଲାଟା ଯିବ, 7 ନମ୍ବର ପାଖରେ 8 ନମ୍ବର 7 ଯାଉଛି ନା ଆଉ 1 କିଲୋମିଟର ଗଡେଇ ଦେଲା ଗାଡି ଯିବ। କିନ୍ତୁ 9 ନମ୍ବର ଲୋକ କାହିଁକି ସେ ପଛକୁ ଆସିବ? ଯିବନି। କି 10 ନମ୍ବର ଲୋକ ଯିବନି। ସେଇଭଳିଆ ଯଦି କ୍ୱେଶ୍ଚେନ ପଡିଲା ପିଲାମାନେ ଏଇ ଅପସନ ଟା ଥାଉ ହେଲା। ଯଦି କ୍ୱେଶ୍ଚେନ ପଡିଲା 4 ମିଶାଣ 4 ସମାନ କେତେ, କିନ୍ତୁ ଅପସନ ଏଇ 4ଟା ଅଛି 7, 9, 3, 10। ଆପଣଙ୍କର ଆନ୍ସର କଣ ହବ? ନିହାତି ଭାବରେ 7 ହବ, ନୁହେଁ କି 9 ହବ। ବୁଝିହେଲା? 7 ହବ, କାହିଁକି ନା ଭୁଲ ପ୍ରିଣ୍ଟ ହେଇଯାଇଛି କିନ୍ତୁ 7 ଆନ୍ସର ହବ ହେଲା। ସେଇଭଳିଆ କଥା। ଯଦି ଅପସନ ରେ ସେଟା ନାହିଁ, ଆମକୁ ତ କୌଣସି ନା କୌଣସି ଅପସନ ବାଛିବାର ଅଛି ନା। ଆମେ କେସ୍ କରିବା, ହେ ଏଟା ଅପସନ ଭୁଲ ଅଛି, ଆମେ କେସ୍ କରିବା, ଚାଲ ମାତିବା ଏକାଥରେ। ଆରେ ଭାଇ ସେଇ ସମୟଟା ପୁଣି ତ କଣ କରିବାକୁ ପଡିବ? ସେ ତ କେସ୍ ତ ପରର କଥା, ଆମେ ତ ଆଟେମ୍ପ୍ଟ କରିବାକୁ ପଡିବ ନା। ଆନ୍ସର ମୁଁ 10 ଦେଇଦେବି, ଆନ୍ସର ମୁଁ ତ ନା। ଆରେ ଭାଇ ମତେ ମିନିମମ୍ 7 କୁ ମାରିବାକୁ ପଡିବ ନା। ସିଚୁଏସନ ଟା ବୁଝ ସମସ୍ତେ। ଆଚ୍ଛା ଓକେ, ଇଏ ଗଲା ଜେନେରାଲ ଏଣ୍ଡୁରାନ୍ସ କୁ ଆମେ ଯିବା। ଜେନେରାଲ ଏଣ୍ଡୁରାନ୍ସ ତ ମୁଁ କହିଲି ଲଙ୍ଗ ଟର୍ମ ଡ୍ୟୁରେସନ ରେ ବହୁତ ଆରୋବିକ ଆଣ୍ଡ ଆନାରୋବିକ ଏକ୍ସରସାଇଜ ୟୁଜ। ଆଚ୍ଛା ସ୍ପେସିଫିକ ରେ କଣ ନା ସ୍ପେସିଫିକ ହଉଛି ଡିଫରେଣ୍ଟ ଗେମ୍ ଡିଫରେଣ୍ଟ ଏଣ୍ଡୁରାନ୍ସ। ମତଲବ କଣ? ବହୁତ ବଢିଆ କଥା ଲେଖିଲି। ଡିଫରେଣ୍ଟ ଗେମ୍ ଡିଫରେଣ୍ଟ ଏଣ୍ଡୁରାନ୍ସ। ଆପଣଙ୍କ ପାଇଁ ଟେନିସ ପ୍ଲେୟର ପାଇଁ ଯୋଉ ଭଳିଆ ଏଣ୍ଡୁରାନ୍ସ ଦରକାର, ଗୋଟେ କବାଡି ପ୍ଲେୟର ପାଇଁ ସେତିକି ଏଣ୍ଡୁରାନ୍ସ ଦରକାର କି ନା? ଗୋଟେ ଖୋଖୋ ପାଇଁ ସେତିକି ଏଣ୍ଡୁରାନ୍ସ ଦରକାର କି ନା? ତେଣୁକରି ଯୋଉ ଭଳିଆ ଗେମ୍ ଖେଳିବ ସେଇଭଳିଆ ଏଣ୍ଡୁରାନ୍ସ ନବ। ଆପଣ ଚେସ୍ ଖେଳିବେ ତା ବୋଲି କଣ ମୁଁ ଆପଣଙ୍କୁ ଏକାଠି ଖୋଖୋ ପ୍ଲେୟର ଭଳିଆ ଏଣ୍ଡୁରାନ୍ସ ଦେବି କି ନା? ତେଣୁକରି ଏଇ ହଉଛି ଜିନିଷ, ଏଇ ହଉଛି ସ୍ପେସିଫିକ ଟା ଅତି ସହଜ। କିନ୍ତୁ କଥା ଆସିଛି କୋଉଠି ନା, କଥା ଆସିଛି ଆପଣଙ୍କର ବେସିକ ଆଉ ଜେନେରାଲ। ବେସିକ କଣ? ଗୋଟେ ଷ୍ଟୋରି ହଉଛି କଣ? ଆପଣଙ୍କ ଘରେ ସବୁଦିନ କାର୍ଯ୍ୟ କରୁଛ, ଡେଲି ୱାର୍କ, ଯିବ ଛାତ ଉପରକୁ ଯିବ, ତଳକୁ ଆସିବ, ପୁଣି ଠାକୁର ପୂଜା କରିବ, ପାଣି ଆଣିବ, ଘର ଖରିକିବ, ଭାତ ରୋଷେଇ କରିବ, ଗାଧେଇବ, ପଢିବାକୁ ଖେଳିବା ପାଇଁ ଯିବ, ଆପଣଙ୍କର ଡେଲି ୱାର୍କ ହେଲା। ଆଚ୍ଛା ଗୋଟେ ଦିନ କଣ କରୁছে, ବାପା କହିଲେ ଏଇ ଆଜି ଧନ ଯିବୁନୁ କୁଆଡେ, ଆଜି ଆମର ଛାତ ପଡିବ, ତୁ ରହିବୁ। ଛାତ ପଡିବ ରହିବୁ, ଯୋଉଦିନ କାମ ହେଲା, ଆପଣ ସେ ଛାତ ପଡିବା ଯୋଉଦିନ କାର୍ଯ୍ୟ ହେଲା, ସେଦିନ ପ୍ରବଳ କାର୍ଯ୍ୟ ଆପଣ କଲେ। କୋଉଠି ସ୍ପିଡ ଦୌଡି ଗଲେ ତ କୋଉଠି ଅଳ୍ପ ଦୌଡି ଗଲେ, କୋଉଠି ଲମ୍ବା ସମୟ ଲଗେଇଲେ ତ କୋଉଠି କମ ସମୟ ଲଗେଇଲେ, ଏଇ ସବୁ ହେଲା। ତାହେଲେ ଗୋଟେ ଦିନ ଯୋଉ କାର୍ଯ୍ୟଟା ହେଲା ତାହା ହଉଛି କଣ? ଜେନେରାଲ ଏଣ୍ଡୁରାନ୍ସ ରହିଲା। ଲଙ୍ଗ ଟର୍ମ ଆରୋବିକ ଆନାରୋବିକ ହୁଏତ ଆରୋବିକ ଏକ୍ସରସାଇଜ କେତେବେଳେ ବ୍ୟବହାର କଲ, କେତେବେଳେ ଆନାରୋବିକ ବ୍ୟବହାର କଲ, ଆଉ ଯେତେବେଳେ ଡେଲି ୱାର୍କ ଡେଲି ୱାର୍କ ନର୍ମାଲ ଗୋଟେ ଜିନିଷ ଗୋଟେ ମୁଁ ଆପଣଙ୍କୁ ଉଦାହରଣ ଦେଲି। ଆଚ୍ଛା ସ୍ପେସିଫିକ ଗଲା। ବର୍ତ୍ତମାନ ଦେଖିବା ଡ୍ୟୁରେସନ ଅଫ ଆକ୍ଟିଭିଟିଜ। ପିଲାମାନେ ଡ୍ୟୁରେସନ ଅଫ ଆକ୍ଟିଭିଟିଜ କଣ? ଡ୍ୟୁରେସନ ଅଫ ଆକ୍ଟିଭିଟିଜ ହଉଛି କଣ? ଦେୟାର ଆର୍ 4 ଟାଇପ୍ସ ଅଫ ଏଣ୍ଡୁରାନ୍ସ। ମାନେ ଆମେ ଏଣ୍ଡୁରାନ୍ସ ହଉଛି କେତେ ପ୍ରକାର ନା 2 ପ୍ରକାର। ଗୋଟେ ହଉଛି ନେଚର ଅଫ ଆକ୍ଟିଭିଟିଜ, ଗୋଟେ ହଉଛି ଡ୍ୟୁରେସନ ଅଫ ଆକ୍ଟିଭିଟିଜ। ନେଚର ଅଫ ଆକ୍ଟିଭିଟିଜ ଆର୍ 3 ଟାଇପ୍ସ, ଯେମିତି କି ଆପଣଙ୍କର ବେସିକ, ଜେନେରାଲ, ସ୍ପେସିଫିକ। ଆସିବା ଡ୍ୟୁରେସନ ହଉଛି 4 ଟାଇପ୍ସ, ଯେମିତି କି ସ୍ପିଡ ଏଣ୍ଡୁରାନ୍ସ, ଯେମିତି କି ସର୍ଟ ଟର୍ମ ଏଣ୍ଡୁରାନ୍ସ, ଯେମିତି କି ମିଡିଲ ଟର୍ମ ଏଣ୍ଡୁରାନ୍ସ, ଯେମିତି କି ଲଙ୍ଗ ଟର୍ମ ଏଣ୍ଡୁରାନ୍ସ। ଆମେ ଆହୁରି ଆଗକୁ ଅଛି ଦେଖିବା। ଆଚ୍ଛା ପିଲା ଆମେ ଗୋଟେ କଥା ହଉଛି କଣ? ସ୍ପିଡ ଏଣ୍ଡୁରାନ୍ସ ହଉଛି କଣ? କୋଉଟା ଆମେ ସ୍ପିଡ ଏଣ୍ଡୁରାନ୍ସ କହିବା? ଯେମିତି କି ଆପଣ 100 ମିଟର ଦୌଡ଼, 100 ମିଟର ଦୌଡ଼ଟାକୁ ସ୍ପିଡ ଏଣ୍ଡୁରାନ୍ସ କହିବା। ଯେମିତି କି ଯୋଉ ଏକ୍ସରସାଇଜ, ଯେଉଁ ଗେମ୍, ଯେଉଁ ଇଭେଣ୍ଟ ଶୂନରୁ ଆରମ୍ଭ ହେଇକି 45 ସେକେଣ୍ଡ ଭିତରେ ଖତମ ହଉଥିବ, ତାହା ହଉଛି କଣ? ସ୍ପିଡ ଏଣ୍ଡୁରାନ୍ସ। ବୁଝିହେଲା? ଯେକୌଣସି ଗେମ୍ ଆପଣ କହିବେ ସାର୍ କ୍ରିକେଟ ଗେମ୍ ହେଇଯିବ 45 ସେକେଣ୍ଡ ଭିତରେ ଗେମ୍ ସାରିଦେବେ, ଆରେ ଭାଇ ହଁ ନେଇଯା ସ୍ପିଡ ଏଣ୍ଡୁରାନ୍ସ, କିଛି ଅସୁବିଧା ନାହିଁ। ଆପଣ ଯୋଉ ଗେମ୍ କୁ ଯେକୌଣସି ଇଭେଣ୍ଟ ଅଛି, ତାରେ ଯେକୌଣସି ଇଭେଣ୍ଟ 0 to 45 ସେକେଣ୍ଡ ଭିତରେ ଥାଏ, ତାହା ହଉଛି କଣ? ସର୍ଟ ଟର୍ମ ଏଣ୍ଡୁରାନ୍ସ ନିହାତି ଭାବରେ। ଆଚ୍ଛା ସେଇଭଳିଆ ସରି ସର୍ଟ ଟର୍ମ ନୁହଁ,
स्पीड एंड्योरेंस जेमिति कि 0 टू 45 सेकंड लिखि 45 सेकंड है अच्छा से भाया सर्ट टर्म एंड्योरेंस कौन ना जो गेम 45 सेकंड रु 2 मिनिट पर्यंत लगी था ये गेम टा हम 45 सेकंड रु 2 मिनिट पर्यंत लगे जो गेम टा 45 सेकंड रु 2 मिनिट पर्यंत लगे ताको कौन कहबा ना निहाती भाव सर्ट टर्म एंड्योरेंस जेमिति कि आपनकर 200 मीटर ये प्रिंटिंग मिस्टेक है कहि लिखि नुआ पीडीएफ देवी 200 मीटर 400 मीटर 400 मीटर है सर्ट टर्म एंड्योरेंस 100 मीटर माने सॉरी 200 मीटर 400 मीटर हम अच्छा आपन सर कहिबे कोन 400 मीटर टा 2 मिनिट रे छाड़ देला 400 मीटर टा कोन 2 मिनिट रे छाड़ देला आज्ञा हां सर देला आज्ञा हां सारी देला अच्छा पिला माने टिके गोटे मिनिट गोटे डाउट होला ମୁଁ ଆଉ ଥରେ ମୂଳରୁ ପିଲାମାନେ ସମସ୍ତଙ୍କୁ କହୁଛି ଟାଇପିଂ ମିଷ୍ଟେକ୍ ପାଇଁ ମୁଁ ଆଉ ଥରେ ଷ୍ଟାର୍ଟ କରୁଛି ଏଉଠୁ କୋଣ ଡ୍ୟୁରେସନ୍ ଅଫ ଆକ୍ଟିଭିଟିଜ ଆଚ୍ଛା ଡ୍ୟୁରେସନ୍ ଅଫ ଆକ୍ଟିଭିଟିଜ ଲେଖିଛି ଦେଖ ପ୍ରଥମେ ପିଲାମାନେ ଡ୍ୟୁରେସନ୍ ଅଫ ଆକ୍ଟିଭିଟି ଲେଖିଛି କଣ ସ୍ପିଡ ଏଣ୍ଡୁରାନ୍ସ କଣ ଇଟ୍ ଇଜ ଦ ଆବିଲିଟି ଟୁ ରେସିଷ୍ଟ static in activities that last up to 45 ସେକେଣ୍ଡ मतलब କଣ ନା ଆପଣ 0 ରୁ 45 ସେକେଣ୍ଡ ପର୍ଯ୍ୟନ୍ତ ଚାଲୁଥିବା ଏଣ୍ଡୁରାନ୍ସ ଚାଲୁଥିବା ଆକ୍ଟିଭିଟିଜ କୁ आपण माने कहबे स्पीड एंड्योरेंस जेमिति कि तार उदाहरण हबो 0 रु 45 सेकंड 0 रु 45 सेकंड जेमिति कि 100 मीटर जेमिति कि 200 मीटर जेमिति कि आ गोटे कथा को जेमिति कि 400 मीटर सारे आपण को 400 मीटर टा 0 रु 45 सेकंड भीतर लिखलेन अगर मु लिखि जे जाने कि लिखि जे कोन जानि छ काहे कि ना 400 मीटर रेकॉर्ड टा आपण माने वर्तमान गूगल ले भी मारिबे 400 मीटर रेकॉर्ड केते समय भीतर सारी आउ ता ना कौन से गोटे आसो साउथ आफ्रिकार गोटे प्लेयर तार रेकर्ड केते अच्छी जानच तार रेकर्ड अच्छी 44 सेकंड भीतर से कंप्लीट करूची गोटे जानच 400 मीटर दौड़टा को मु सेही कथाटा भाबुଥିଲି 400 मीटर दौड़टा को साउथ आफ्रिकार गोटे प्लेयर मु से पीडीएफ रे मु रखी से पीडीएफ एक्चुअली मोर जई पानी नेटवर्क प्रॉब्लम भाई हैला अच्छा रखी भाबो कौन सिचुएशन 400 मीटर से सारी जेहेतु सी भाई आमर सारदे आम मानिया पड़ो 44 सेकंड भितर ताहले आम 0 टू 45 सेकंड भितर 400 मीटर मध्य पड़ेला अच्छा देखिबो जांकी गूगल रे वर्तमान खाता नोट डाउन कर लेख 400 मीटर रेकॉर्ड कहार अछि अच्छा गोटे मिनिट प्लान जानि जन समस्ते अच्छा हो तापर शॉर्ट टर्म म्यूट कर अच्छा शॉर्ट टर्म एंड्योरेंस कोन शॉर्ट टर्म एंड्योरेंस द एबल टू रेसिस्ट स्टैटिक इन एक्टिविटीज दैट लास्ट अप टू 45 सेकंड रु 2 मिनिट लेकिन शॉर्ट टर्म 45 सेकंड रु 2 मिनिट भीतर जे कोन एक्सरसाइज थिबो 45 सेकंड रु 2 मिनिट भीतर 45 सेकंड भीतर कोन 800 मीटर रहला ये देवर 800 मीटर रहयो अच्छा ए सब जिंस आ विभिन्न प्रकार एक्सरसाइज थिबो आपण माने ताको कलेक्शन कर देबो किछ असुविधा नै अच्छा तापर आसी बोल मिडिल हो कोन ना सेटा 45 सेकंड तापर से 2 रु 11 2 रु 11 मिनिट भीतर जे कोन एक्सरसाइज थिबो 11 मिनिट भीतर जे एक्सरसाइज थिबो 2 रु 11 भीतर 2 रु 11 कोन ना 2 रु 11 स्टिपल चेस आपण मानकर अछि स्टिपल चेस गोटे देखिबे जाई गूगल रे स्टिपल चेस घोड़ा दौड़ भी अछि अच्छा सेबा 1500 मीटर दौड़ मध्य मिडिल टर्म रे जीवो तापर आसी आपनकर कोन ना लॉन्ग टर्म लंबा केते लंबा होची केते 11 मिनिट एंड एभव 11 मिनिट रु जोटा अधिक थियो जेमिति कि 5000 मीटर जेमिति 10000 मीटर जेमिति कि मैराथन रेस 42.115 किलोमीटर एसु दौड़ गुडा केते 11 मिनिट ताहले गोटी होची शॉर्ट ना गोटी होची स्पीड तार समय केते हां 0 टू 45 सेकंड अच्छा तापर जो गोटे कोन शॉर्ट एसएचओ आरटी शॉर्ट केते 45 रु 2 हैला अच्छा तापर असला कोन ना मिडिल एमआई मिडिल केते 2 रु 11 अच्छा तापर असला केते ना लॉन्ग केते 11 एंड एभव हैला 11 ऊपर ओके अच्छा हमें तो ये सब कहानी गला हमें आराम से एंड्योरेंस को भल से देखले वर्तमान आपण डेवलपमेंट करिवे केमिति एंड्योरेंस आपण डेवलपमेंट केमिति करिवे एंड्योरेंस हैला मेथड सपोर्ट ले मु कहली आपण डेवलपमेंट केमिति करिवे एंड्योरेंस को पीडीएफ कहला सारे हाले आमे कोन करिवा ना मु आपन किछि मेथड दउची सेही मेथड अनुसार आपण किछि किछि
ସେଇ ମେଥଡ ଅନୁସାରେ ଆପଣ ବ୍ୟବହାର କରିକି ଆପଣଙ୍କ ଏଣ୍ଡୁରାନ୍ସ କୁ ଆପଣ ଏନହାନ୍ସ କରିପାରିବେ, ଆପଣଙ୍କ ଏଣ୍ଡୁରାନ୍ସ କୁ ଆପଣ ବଢେଇ ପାରିବେ। ଆଜ୍ଞା କୁହନ୍ତୁ ଆପଣ କୋଉ କୋଉ ମେଥଡ ରଖିଛନ୍ତି? ନା ସେ କହିଲା ସାର୍ ପ୍ରଥମେ ଆପଣ କଣ୍ଟିନ୍ୟୁଅସ୍ ମେଥଡ ବ୍ୟବହାର କରିବେ। ଆଚ୍ଛା ଦ୍ୱିତୀୟରେ ଆପଣ କଣ ଇଣ୍ଟରଭାଲ ମେଥଡ ବ୍ୟବହାର କରିପାରିବେ। ଆଚ୍ଛା ହଉ ଠିକ ଅଛି। ତୃତୀୟରେ ଆପଣ ନା ଫଟଲାକ୍ ମେଥଡ ବ୍ୟବହାର କରିପାରିବେ। ତୃତୀୟରେ ଆପଣ ଫଟଲାକ୍ ମେଥଡ ବ୍ୟବହାର କରିପାରିବେ ହେଲା। ଆଚ୍ଛା ଏଇସବୁ ମେଥଡ ବ୍ୟବହାର କରିପାରିବା। ଆଚ୍ଛା ଠିକ ଅଛି, କିଛି ଅସୁବିଧା ନାହିଁ, ଆମେ ବ୍ୟବହାର କରିବା। ତମେ ଯୋଉଟା ସେ ତିନିଟା ମେଥଡ ଦେବ, ତମେ ତମର ଯୋଉ ମେଥଡ ବ୍ୟବହାର କରୁଛ କର। ଆଚ୍ଛା ସେ କହିଲା ସାର୍ ପ୍ରଥମ ମେଥଡ ହଉଛି କଣ ନା କଣ୍ଟିନ୍ୟୁଅସ୍ ମେଥଡ, ଯେମିତି କି ଲଗାତାର ବୃଦ୍ଧି। ଆଚ୍ଛା ୟାକୁ କିଏ ଦେଇଥିଲେ ନା ଭାନ୍ ଆକେନ୍ ଦେଇଥିଲେ, VAN ଭାନ୍ ଆକେନ୍ ଦେଇଥିଲେ। କଣ କହିଥିଲେ? କହିଥିଲେ ଏ ମେଥଡରେ କୌଣସି ରେଷ୍ଟ ମିଳିବନି। ଏ ମେଥଡ କଣ ଇମ୍ପ୍ରୁଭ ହବ କଣ ନା ଆରୋବିକ୍ ପାୱାର বা ଆରୋବିକ୍ ସିଷ୍ଟମ বা ଆରୋବିକ୍ ଏକ୍ସରସାଇଜ କି ଆରୋବିକ୍ ଆକ୍ଟିଭିଟିଜ ଇମ୍ପ୍ରୁଭ ହବ ଆପଣଙ୍କର। ମାନେ କଣ? ହଁ କଣ ନା ଅକ୍ସିଜେନ ଏଥିରେ ପ୍ରେଜେଣ୍ଟ ରହିବ ହେଲା, O2 ପ୍ରେଜେଣ୍ଟ ରହିବ, ଅମ୍ଳଜାନ ଆପଣଙ୍କର ପ୍ରେଜେଣ୍ଟ ରହିବ ଏଥିରେ। ଲଙ୍ଗ ଡ୍ୟୁରେସନ ଲେଖିଲା ଠିକ କଥା। ଲୋ ଇଣ୍ଟେନ୍ସିଟି ପିଲାମାନେ ମନେ ପଡୁଛି, ଲୋ ଇଣ୍ଟେନ୍ସିଟି ହାଇ ଭଲ୍ୟୁମ କୋଉଠି ନା ଯୋଉଠି ଇଣ୍ଟେନ୍ସିଟି କଣ ନା ଇଣ୍ଟେନ୍ସିଟି ହଉଛି ତୀବ୍ରତା। ତୀବ୍ରତା ତୀବ୍ରତା ମାନେ କଣ ନିରନ୍ତରତା, ମାନେ ଆମର କଣ ଇଣ୍ଡ୍ୟୁରିଂ କମ୍ପିଟିସନ ସମୟରେ ଆମର ଇଣ୍ଟେନ୍ସିଟି ହାଇ ଥାଏ। ତାହେଲେ ଇଣ୍ଟେନ୍ସିଟି ଯେତେବେଳେ ହାଇ ଥିବ ଆରୋବିକ ପାୱାରଟା କଣ ହବ ନା ନିହାତି ଭାବରେ ଯେତେବେଳେ ତୀବ୍ରତାର ସହିତ ମାନେ ଅତି ଶୀଘ୍ର ପ୍ରତ୍ୟେକ କାର୍ଯ୍ୟ ଜୋର 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 ହଉଥିବ, ମାନେ ପୁରା ପ୍ରେସର ରହିଥିବ, ଆପଣଙ୍କର କଣ ନା ଆରୋବିକ ସିଷ୍ଟମ ବା ଆରୋବିକ ପାୱାରଟା କମ ଥିବ। ତେଣୁକରି ଇଣ୍ଟେନ୍ସିଟି ଯେତେବେଳେ ହାଇ, ଭଲ୍ୟୁମ ହଉଛି ଆରୋବିକ ପାୱାର, ଭଲ୍ୟୁମଟା ସେତେବେଳେ ଲୋ ଥାଏ ପିଲାମାନେ। ତେଣୁକରି ଏଠି ହେଲା ଲୋ ଇଣ୍ଟେନ୍ସିଟି ପାୱାର। ତେଣୁକରି କଣ ଏଠି ହେଇଛି ନା ଆମର କଣ ହେଇଛି ନା O2 ଯେହେତୁ ଆମର ହାଇ ଅଛି, ତେଣୁକରି ଲୋ ଇଣ୍ଟେନ୍ସିଟି ଅଛି। ପିଲାମାନେ ଲକ୍ଷ୍ୟ କରୁଥିବେ ଲୋ ଇଣ୍ଟେନ୍ସିଟି ଲେଖିଲା, ଏଠି ଲୋ ଇଣ୍ଟେନ୍ସିଟି ଲେଖିଲା। ତାପରେ ଏଠି ଡିପେଣ୍ଡସ୍ ଅନ୍ କୋଚ୍, ଏହା ଗୋଟେ କୋଚ୍ ଉପରେ ଡିପେଣ୍ଡ କରେ। କେମିତି ଆସ ଦେଖିବା ଟାଇପ୍ସ ଅଫ କଣ୍ଟିନ୍ୟୁଅସ୍ ମେଥଡ। କଣ୍ଟିନ୍ୟୁଅସ୍ ମେଥଡରେ ବିଭିନ୍ନ ପ୍ରକାର ଟାଇପ୍ସ ଅଛି, ବିଭିନ୍ନ ପ୍ରକାର ଅଛି। ଆଚ୍ଛା କଣ ନା ଗୋଟେ ହଉଛି SCM, ମାନେ କଣ ସ୍ଲୋ କଣ୍ଟିନ୍ୟୁଅସ୍ ମେଥଡ। SCM ଗୋଟେ ହଉଛି କଣ ସ୍ଲୋ କଣ୍ଟିନ୍ୟୁଅସ୍ ମେଥଡ ହେଲା। ଆଚ୍ଛା ସ୍ଲୋ କଣ୍ଟିନ୍ୟୁଅସ୍ ମେଥଡରେ ଆପଣଙ୍କର ଏଇ ଲେଖିଲା ସ୍ଲୋ କଣ୍ଟିନ୍ୟୁଅସ୍ ମେଥଡ। ସ୍ଲୋ କଣ୍ଟିନ୍ୟୁଅସ୍ ମେଥଡରେ ହେଲା ଟାଇମ ହଉଛି କେତେ, 1 ରୁ 2 ଘଣ୍ଟା ପର୍ଯ୍ୟନ୍ତ ଲାଗିବ ଏଇ ମେଥଡଟା। 1 ରୁ 2 ଘଣ୍ଟା ପର୍ଯ୍ୟନ୍ତ ଲଗେଇ ପାର। ଏଥିରେ କଣ ହଉଛି ପିଲାମାନେ ଡିଷ୍ଟାନ୍ସ 10 ରୁ 20 କିଲୋମିଟର ରହିବ, କିଛି ଅସୁବିଧା ନାହିଁ, ନର୍ମାଲ ଜିନିଷ, ଖାଲି ଜିନିଷ ଦେଖ। ଆଚ୍ଛା ରନିଂ ସାଇକେଲିଂ କିଛି ବି ରହିପାରେ ସ୍ଲୋ କଣ୍ଟିନ୍ୟୁଅସ୍ ମେଥଡରେ। ରନିଂ ସାଇକେଲିଂ ସ୍ଲୋ କଣ୍ଟିନ୍ୟୁଅସ୍ ଧୀରେ ଧୀରେ କରିବ। 10 ରୁ 1 ରୁ 2 ଘଣ୍ଟା ପର୍ଯ୍ୟନ୍ତ ଲାଗିପାରେ, 10 ରୁ 20 କିଲୋମିଟର ଡ୍ୟୁରେସନ ଡିଷ୍ଟାନ୍ସ ଦେଇପାରେ। କିଛି ମାନେ ଯଦି ଆପଣ ଦୌଡ଼ିବାକୁ ଚାହିଁବେ, ନହେଲେ ଆପଣ ରନିଂ କରିପାରିବେ। ସ୍ଲୋ କଣ୍ଟିନ୍ୟୁଅସ୍ ଗୋଟେ ରୁ 2 ଘଣ୍ଟା ଭିତରେ ଯେଉଁ ସବୁ କାର୍ଯ୍ୟ ହେଇଥାଏ, ତାହେଲେ ସେଇ କଥା ଲାଗିବ। ୱାକିଂ ହବ କି ଗେମ୍ ଉପରେ ଯଦି ହେଲା କ୍ରିକେଟ, 1 ରୁ 2 ଘଣ୍ଟା ଲାଗିବ। ଆଚ୍ଛା 1 ରୁ 2 ଘଣ୍ଟା ଭିତରେ ଆଉ ଯୋଉ ସବୁ ଗେମ୍ ଥିବ ଆପଣ ମାନେ ଦେଇପାରିବେ। ଆଚ୍ଛା ତାପରେ ଆସିଲା FCL, ମତଲବ କଣ? SCL ଗୋଟେ ଗଲା, SCM ସ୍ଲୋ କଣ୍ଟିନ୍ୟୁଅସ୍ ମେଥଡ SCM। ଆଉ ଗୋଟେ ହଉଛି କଣ FCM ହେଲା, ସ୍ଲୋ କଣ୍ଟିନ୍ୟୁଅସ୍ ମେଥଡ। ଆଉ ଗୋଟେ ହଉଛି କଣ ଫାଷ୍ଟ କଣ୍ଟିନ୍ୟୁଅସ୍ ମେଥଡ। ତାର ସମୟ କେତେ ନା 15 ରୁ 40 ମିନିଟ୍ ଭିତରେ। ସେ କହିଲା 15 ରୁ 40 ମିନିଟ୍ ଭିତରେ ଯେଉଁ ସବୁ ଏକ୍ସରସାଇଜ କରିବ, ଯେଉଁ ସବୁ ଆକ୍ଟିଭିଟି, ଯେଉଁ ସବୁ ଇଭେଣ୍ଟ, ଯେଉଁ ସବୁ ଗେମ୍ ଖେଳିବ, ସେ ସବୁ 15 ରୁ 40 ମିନିଟ୍ ଭିତରେ ହେଇଥିବା ଦରକାର। ଯେମିତିକି ଆପଣ ଯଦି ରନିଂ କରିବେ 5 ରୁ 10 କିଲୋମିଟର ହେଲା ଭିତରେ ଏକ୍ସରସାଇଜ, ନହେଲେ ଆପଣଙ୍କର ଅନ୍ୟାନ୍ୟ ବି ବିଭିନ୍ନ ପ୍ରକାର ନେଇପାରିବେ, କିଛି ଅସୁବିଧା ନାହିଁ। ଆଚ୍ଛା ତାପରେ ଆସିଲା କଣ ନା ଭେରିଏବୁଲ କଣ୍ଟିନ୍ୟୁଅସ୍, ମାନେ କଣ ଭେରିଏବୁଲ କଣ୍ଟିନ୍ୟୁଅସ୍ ଯୋଉଟା କି ଆପଣଙ୍କର ଲେଖିଲା SCM, ଏ ଲେଖିଛି ଦେଖ ଏଇଠି SCM ପ୍ଲସ୍ FCM ର କମ୍ବିନେସନ। ନୁହେଁ ସ୍ଲୋ କଣ୍ଟିନ୍ୟୁଅସ୍ ମେଥଡ, ନୁହେଁ ଫାଷ୍ଟ କଣ୍ଟିନ୍ୟୁଅସ୍, ଗୋଟେ ମଧ୍ୟମ, କିଛି ଲେଖିନି, ଖାଲି ଏତିକି ଜିନିଷ ଲେଖିଲା ଭେରିଏବୁଲ କଣ୍ଟିନ୍ୟୁଅସ୍, ଯୋଉଟା କି ମିକ୍ସଡ କହନ୍ତି। ଆପଣ କହନ୍ତି କଣ ମିକ୍ସଡ କହିପାରିବା ହେଲା। ଆଚ୍ଛା ହଉ ଠିକ ଅଛି, ତାହେଲେ ବହୁତ ବଢିଆ। ଆଚ୍ଛା ତାର ବେନିଫିଟ କଣ ହବ? ଆମେ ସ୍ଲୋ କଣ୍ଟିନ୍ୟୁଅସ୍ ମେଥଡ ଦେଲେ ବେନିଫିଟ କଣ ହବ? ଆଜ୍ଞା ସାର୍ ତାର ବେନିଫିଟ ହବ କଣ? ଷ୍ଟୋର ଗ୍ଲାଇକୋଜେନ, ଗ୍ଲୁକୋଜ ବା ଗ୍ଲାଇକୋଜେନ ଷ୍ଟୋର ହବ। ଆଚ୍ଛା ଗ୍ଲାଇକୋଜେନ ଗୋଟେ ଜିନିଷ ହଉଛି ଆପଣଙ୍କର ଲିଭର ଆଉ ମସଲରେ ଷ୍ଟୋର ହେଇଥାଏ, ଜାଣିଛ? ଲିଭର ଆଉ ମସଲରେ ଷ୍ଟୋର ହେଇଥାଏ। ଲିଭରରେ କେତେ ଆଉ ମସଲରେ କେତେ ଆପଣ ମତେ କ୍ୱେଶ୍ଚନରେ ଦେବେ ଆନ୍ସର ମେସେଜ। ଓକେ ତାପରେ ଇନକ୍ରିଜ ମାଇଟୋକଣ୍ଡ୍ରିଆ, ଏଇ ସବୁ ଆପଣଙ୍କର ଯେତେବେଳେ ଅକ୍ସିଜେନ ଟା
प्रेजेंट सब जिनस आमर होता है बॉडी जदि ऑक्सीजन आमर भल रही है देख से कथाटी भी लिखिदेजी जमीक स्टोर ग्लाइकोजेन इनक्रीज माइट्रोकॉन्ड्रिया इनक्रीज हार्ट लंग्स कैपेसिटी इनक्रीज विल पावर निजर पावर बढ़ गला ये सब जिनस आम एनाटॉमी फिजियोलॉजी देखिबा माइट्रोकॉन्ड्रिया कौन तापर ट्रेनिंग इंटरवल ट्रेनिंग मेथड इंटरवल ट्रेनिंग मेथड को किए देथिले ना इंटरवल ट्रेनिंग मेथड देथिले वाल्डमर जेसलर देथिले किए देथिले वाल्डमर जेसलर जहाँ जे प्रोनाउंसिएशन करि परिबो अन्य जदि कहि कि किछ असुविधा नाही एथिरे कोन इनकम्प्लीट एफर्ट एटा मन रख एफर्ट्स हला इनकम्प्लीट एफर्ट्स अच्छा आ गोटे कोन इनकम्प्लीट रिकवरी गोटे रिकवरी आपण कंप्लीट हबो नै अच्छा तापर आल्सो नोन याको टेराक ट्रेनिंग मध्ये कहंती अच्छा हो तापर आरो हार्ट बीट बा बीपीएम बीट आर कोन बीपीएम बीट्स पर मिनिट्स एमआईएन हला बीट्स पर मिनिट बा बीपीएम कहंती हला बीपीएम जेटा बीपीएम बीपीएम केते रहिथिबो ना जेतेबेले रेस्ट नबो जेतेबेले रेस्ट नबो सेतेबेले 150 रु हां ଯେତେବେଳେ ଯେତେବେଳେ ड्यूरिंग रेस्ट ଯେତେବେଳେ ରେଷ୍ଟ ନବ ତାର 150 ରୁ 180 ରହିବ ଆଚ୍ଛା ଯେତେବେଳେ ଯେତେବେଳେ ସେ କଣ କରିବ ନା ଯେତେବେଳେ ସିଏ ସରି ଯେତେବେଳେ ସିଏ ରେଷ୍ଟ ନବ ଯେତେବେଳେ ସିଏ ରେଷ୍ଟ ନବ 120 ରୁ 140 ବିଟ୍ ରହିବ ଲେଖିଥିବ ଏଟାକୁ 120 ଯେତେବେଳେ ରେଷ୍ଟ ନବ ସେ 120 ରୁ 140 ବିପିଏମ ରହିବ ଆଚ୍ଛା ଯେତେବେଳେ ସିଏ କଣ କରିବ ନା ଟ୍ରେନିଂ ନବ ଯେତେବେଳେ କାମ କରିବ ବା ୱାର୍କ ବା ଟ୍ରେନିଂ କେତେ ରହିବ ନା ଯେତେବେଳେ ଟ୍ରେନିଂ କରିବ ଟ୍ରେନିଂ ସମୟରେ ତାର ବିପିଏମ ତାର ବିଟ୍ସ पर मिनिट ତାର ବିଟ୍ସ पर मिनिट ड्यूरिंग ट्रेनिंग କେତେ ରହିବ 150 ରୁ 180 ରହିବ ବୁଝିହେଲା ଆଉ ଥରେ ଲେଖୁଛି ଯେତେବେଳେ ରେଷ୍ଟ इन ड्यूरिंग रेस्ट 120 ରୁ 140 ଯେତେବେଳେ ଟ୍ରେନିଂ କରିବ 150 ରୁ 150 ରୁ 180 ରହିବ बीपीएम बीपीएम बीट्स पर मिनिट अच्छा ପିଲାମାନେ ଆମେ ବର୍ତ୍ତମାନ ଦେଖିବା ରେଷ୍ଟ କେତେବେଳେ କରିବ ଆଉ କେତେବେଳେ କାମ କରିବ ଆଚ୍ଛା इन इन इंटरवल ट्रेनिंग मेथड कौन हुए ना वर्क रेस्ट वर्क रेस्ट वर्क रेस्ट एभा चले बुझीला एभा से वर्क रेस्ट एभा चलो माने कौन करिवो ना किछ समय काम कला पुनी रेस्ट नबो पुनी काम करियो पुनी रेस्ट नबो पुनी काम करियो पुनी रेस्ट पुनी काम पुनी रेस्ट पुनी काम पुनी रेस्ट पुनी एभा अच्छा एठी पिला माने गोटे कथा होची कोन जेतेबेले से रेस्ट नउची पिला माने से जेतेबेले रेस्ट नउची ताहले तार हार्ट बीट केते रहउची ना ठीक कथा कहजो 120 ରୁ 140 अच्छा ताहले जेतेबेले सिए काम करछि वर्क लगा जेतेबेले काम करछि केते रहउची ना 150 ରୁ 180 ରହିବ बीपीएम पाखर लिखि दबो हैला ये थिला इंटरवल ट्रेनिंग मेथड तापर थिला फटलैक ट्रेनिंग मेथड गिवन बाय गोस्टा हल्मर फटलैक ट्रेनिंग मेथड के देथिले ना गोस्टा हल्मर देथिले अच्छा फटलैक ट्रेनिंग मेथड अच्छा ये होची तीन प्रकार मेथड होची हमरो एंडुरेंस जेमिति कि आपणकर कंटीन्यूअस मेथड इंटरवल मेथड फटलैक मेथड अच्छा फटलैक मेथड होची गोटे कथा होची कोन फटलैक मेथड रे गिवन बाय के गोस्टा हल्मर ये होची कोन आर अर्थ होची कोन ना स्पीड प्ले बा वेरिएशन ऑफ पेस मतलब कोन से गोटे स्पीड सहित से गोटे पेस सहित से वेरिएशन आनिबो अच्छा कोन वेरिएशन ना कम्स फ्रॉम यार ये कोड आछि ना कम्स फ्रॉम स्वदेश लैंग्वेज प्रथम कथा द्वितीय कथा आल्सो इंप्रूव अरबिक स्लो एंड फास्ट सिस्टम केतेबेले जोर केतेबेले स्लो अच्छा ये एक्सरसाइज बा ए मेथड प्लान है न थाए सडन तयारी हुए नॉन नॉट प्लान कोठी की जीवो मध्य से ठीक कर नथंदी कोच मध्य टेंशन नथन देखो 20 सूचक चिन्ह दिया है माने कोन कोच मध्य टेंशन रहंती अच्छा एक्सरसाइज एट हिल्स केतेबेले एक्सरसाइज पहाड़ ऊपर हेई थाए केतेबेले कादुओ मड्डी कादुओ जगह रे हेई थाए
କେତେବେଳେ ମୋଟା ଘାସରେ ଏକ୍ସରସାଇଜ କରାଯାଇଥାଏ, କେତେବେଳେ ନିୟର ନେଚର କୌଣସି ଗୋଟେ ଜଙ୍ଗଲ ଫଙ୍ଗଲରେ ଆମେ ଏକ୍ସରସାଇଜ କରିଥାନ୍ତି, କୌଣସି ଆକ୍ସିଡେଣ୍ଟ ଇଞ୍ଜୁରି 100% ଚାନ୍ସ ଥାଏ। ତାହେଲେ ଏଇ ମେଥଡ ଟା କଣ ବୁଝିବା ଦେଖ, ଏଇ ମେଥଡ ଟା ଆମେ ଯେତେବେଳେ ପିଡିଏଫ ଟା ମୁଁ ଥିଲା ପାଉନି, ପିଡିଏଫ ରେ ଛାଡିବି ତମେ ଜାଣିପାରିବ। ଏ ମେଥଡ ରେ ଧରନିୟ ସିଏ କିଛି ସମୟ ଦୌଡ଼ିଲା, ପୁଣି ଏଠି ରହିଗଲା, ପୁଣି କିଛି ସମୟ ଏଠି ବ୍ୟାୟାମ କଲା, ଏକ୍ସରସାଇଜ କଲା, ପୁଣି ବୁଲିଲା, ପୁଣି ଏଠି ପହଁରିଲା, ପୁଣି ଏଠି ପାହାଡକୁ ଚଢିଲା, ପୁଣି ଜଙ୍ଗଲ ଟିକେ ବୁଲିଲା, ତାର କୌଣସି ପ୍ଲାନ ନଥିବ, କିନ୍ତୁ ସେ ତାକୁ ଛାଡିଦେଇଛି ଯା ତୁ ଏଣ୍ଡୁରାନ୍ସ ବଢେଇକି ଆଇ ହେଲା। ଫଟଲାକ ମେଥଡ ଏଇଆ, କୋଚ୍ ଟେନସନ ଥାନ୍ତି, ଏଟା ଆଫ୍ଟର ଦ କମ୍ପିଟିସନ ପରେ ଏଟାକୁ କରାଯାଇଥାଏ ମ୍ୟାକ୍ସିମମ୍ ଟାଇମ, ଏମିତି କିଛି ନାହିଁ ହେଲା। ଇଏ ଥିଲା ଆଜିର କ୍ଲାସ। ଯାହାର ଯାହା ଡାଉଟ ଥିବ ମତେ କଲ ମେସେଜ କରିବ। ଥ୍ୟାଙ୍କ ୟୁ।